ସର୍ବପ୍ରଥମେ ମୁଁ ଆଜି ଗୋଟେ କଳା ଜଗତ କହିଲେ ହେବନି, ଅପୂର୍ତ୍ତ ହେବନି ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ, ସିନେ ଜଗତ ପାଇଁ ବିଶେଷ ଭାବରେ ଉତ୍ତମ ଯେଉଁ ତାଙ୍କ ବାପା ମା' ଦେଇଥିଲେ ଉତ୍ତମ ନା, ଆଜି ସତରେ ସେ ଉତ୍ତମ ସାରା ଭୁବନେଶ୍ୱର କ'ଣ ସାରା ଯେତେ ଓଡ଼ିଆ ଅଛନ୍ତି ବିଶ୍ୱରେ ସମସ୍ତଙ୍କର ଯେବେଠୁ ଯେ ଶୁଣିଛନ୍ତି କାଲିଠୁ ଏକ ଘଟଣାଟି ସମସ୍ତଙ୍କର ଆଖିରେ ଲୁହ ଆସିଥିବ। ଏବଂ ଉତ୍ତମ କିଏ ତାଙ୍କ ସେ ଜାଣିଛନ୍ତି, ଉତ୍ତମ ଉତ୍ତମ ଚରିତ୍ରରେ ଉତ୍ତମ, ଅଭିନୟରେ ଉତ୍ତମ, ସବୁଥିରେ ଉତ୍ତମ। ବିଶେଷ ଭାବରେ ମୋର ସୌଭାଗ୍ୟ ଯେ ମୋ ବାପା ଯେତେବେଳେ ସିନେମା ନେଇ ଦେଖୁଥିଲେ, ଶ୍ରୀୟା ହେଉ, କେଶରୀ ହେଉ କି ମହାରାଜ ହେଉ, ସିଏ ଟିକେଟ୍ କାଟି ନେଇ ଯାଉଥିଲେ, ମୁଁ ତା ଛୋଟ ହେଇକି ଯାଉଥିଲି। କିନ୍ତୁ ମୁଁ ଯେତେବେଳେ ଟିକେଟ୍ କାଟିକି କେଶରୀରେ ଫିଲ୍ମ ଦେଖିଲି, ଏ ଯୁଗର କୃଷ୍ଣସୁଦାମା ସେଥିରେ ହିରୋ ଥିଲେ, ମିଥୁନ ଚକ୍ରବର୍ତ୍ତୀ ହିରୋ ଥିଲେ, ସିଏ ବି ହିରୋ ଥିଲେ। କୃଷ୍ଣସୁଦାମା କେଶରୀ ହଲ୍ରେ ମୁଁ 20 ଟଙ୍କା ଦେଇ ଟିକେଟ୍ କାଟିଥିଲି। ଆଉ ସବୁଠୁ ବଡ଼ କଥା ହେଲା ଉତ୍ତମ ଭାଇ ସିନା ଆଜି ନାହାନ୍ତି କିନ୍ତୁ ରିଏଲି ସୁପରଷ୍ଟାର। କାହିଁକି ନା ତାଙ୍କର ଗୋଟେ ଥର ଗୋଟେ ଯେଉଁ ମନ୍ତବ୍ୟ ଶୁଣିଥିଲି ତାଙ୍କଠୁ, ମାନେ ଟିଭିରେ ବି ଆସୁଥିଲା ଯେ ବିଜୁ ପଟ୍ଟନାୟକ ଭଳିଆ ହେଲା 1990 ମସିହାରେ ସେ ତାଙ୍କୁ ଟିକେଟ୍ ଯାଚିଥିଲେ ବାରିପଦାର, ସେ ସେତେବେଳେ କିନ୍ତୁ ଟିକେଟ୍ ଗ୍ରହଣ କରିନଥିଲେ। କିନ୍ତୁ ଆଜିକା ସମାଜରେ ଯେଉଁମାନେ ଦେଖନ୍ତୁ, ଏବେକାର ପିଢ଼ିର ମାନେ ଆମମାନଙ୍କ ସମାଜସେବିକା ଯେଉଁ କଳାକାରମାନେ ଦେଖନ୍ତୁ, କିଛି କ୍ଷଣରେ ଆଗୁଆ ଆସିଲେ ବି ଯେକୌଣସି ଦଳରେ ଯାଇକି ଆମେ କିନ୍ତୁ ସେତେବେଳେ ସେ ସୁପରଷ୍ଟାର ହେଇକି ମଧ୍ୟ ସେ କୌଣସି ଦଳକୁ ଜାଣିଲେ। କାରଣ ବିଶେଷ ଭାବରେ ମୁଁ ଆଜି କହିବି ଯେ ସେ ତାଙ୍କର ତ୍ୟାଗ କଳା ପ୍ରତି ସେଇଟା ଅତୁଳନୀୟ। ସମସ୍ତେ ପଡ଼ୋଶର ହୁଅନ୍ତୁ, ସମସ୍ତେ ସବୁ ଜାଣିଛନ୍ତି, ପଡ଼ୋଶରମାନେ ବି ଜାଣିଛନ୍ତି, ଆମେ ବି ଜାଣିଛୁ। ସେ ବହୁତ ଜାଗାରେ ପଇସା ବି ମାନେ ଯଦି ରହିଗଲା ପଡ଼ୋଶର, ସେ ବି ସେତିକି ଜୋର କରି ମାଗନ୍ତିନି, ଫିଲ୍ମଟା ରିଲିଜ୍ ହେଇଯାଉ। ତାପରେ କଥା ହେଲା, ମୁଁ ଆଜି ଆପଣଙ୍କ ମାଧ୍ୟମରେ କହିବାକୁ ଚାହିଁବି, ଯେତେ କଳାପ୍ରେମୀ ଆମେ ଅଛୁ ସବୁ କ୍ଷେତ୍ରରେ, ଖାଲି ସିନେମା କ୍ଷେତ୍ରରେ ନୁହଁ, କଳାପ୍ରେମୀ ତାଙ୍କର 10ରୁ 14 ମଧ୍ୟରେ ଆମେ ଦୀପଟିଏ ଜାଳିବା, ମନ୍ଦିର ହେଉ କି ଘରେ ହେଉ। ତାଙ୍କ କାହିଁକି ନା ସେ ପ୍ରଥମ ସୁପରଷ୍ଟାର। ଆପଣ ଯେଉଁ ସିନେମା ଦେଖନ୍ତୁ, ଆମ ଛୁଆବେଳୁ ଉତ୍ତମ ଭାଇ ନାହିଁ ତ ଆମେ ଯିବା କ'ଣ ପାଇଁ, ଆଉ ଉତ୍ତମ ମହାନ୍ତି ନାହିଁ ତ ଫିଲ୍ମ ହେବନି। ସେ ଉଦ୍ଦେଶ୍ୟରେ ଆମେ ପ୍ରତି 10ରୁ 14 ପର୍ଯ୍ୟନ୍ତ ଯେଉଁ ମାନନ୍ତି ଆମର ଓଡ଼ିଆ ଘରେ କି ହିନ୍ଦୁ ଧର୍ମରେ, ସେ ଭିତରେ ଆମେ ଗୋଟେ ଦୀପ ଲଗାଇବା, ମନ୍ଦିରରେ ହେଉ କି। ଆଉ ତ ଉତ୍ତମ ଫେରିବେନି, ଏ ଦୀପ ଜରିଆରେ ଆମେ ଭଗବାନଙ୍କୁ ଡାକିବା ଯେ ଆଉ ଥରେ ଉତ୍ତମ ଫେରି ଆସନ୍ତୁ। ଇଏ ହେଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ। ଆଉ ଯେ ସେ ଆପଣ ଚିନ୍ତା କରନ୍ତୁ, ଇଏ ଥିଲେ ସୁପରଷ୍ଟାର। ଆପଣ ଜାଣିଥିବେ ଏବେ 2 ଦିନ ତଳେ ଜଣେ ସେବାୟତ ଭାଇ ଜଣେ ମହାଦୀପ ଉଠେଇକି ଚଢ଼ିଲା ବେଳେ ତାଙ୍କର ପାଦ କୌଣସି ମଧ୍ୟରେ ଖସି ଯାଇଥିଲା, ସିଏ ସେଠୁ ସଭା ସାରିକି ଆସିକି ତାଙ୍କୁ 6 ନମ୍ବର ଦେଖା କରିଥିଲେ। ଇଏ ହେଲା ଲୋକଙ୍କ ମୁଖ୍ୟମନ୍ତ୍ରୀ। ସେଥିପାଇଁ ତ ଆପଣ ଦେଖିଥିବେ ବାରବାଟୀ ଷ୍ଟାଡ଼ିୟମ ବି ଲୋକ ଭଲ ପାଇ କହୁଛନ୍ତି, ମୋହନ ଭାଇ କହିଦେଉଛନ୍ତି, ସିଏ ହାତ ହଲାଉଛନ୍ତି। ସିଏ ହେଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ। ଆଠୁ ବଡ଼ କଥା କ'ଣ, ଓ ସୌଭାଗ୍ୟ ଆମେ ଏଇଭଳିଆ ମୁଖ୍ୟମନ୍ତ୍ରୀ ପାଇଛୁ।